ପାଟକୁରା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଗୁହାଳପୋଡ଼ିରେ ଗୋଟିଏ ଗର୍ଭବତୀ ଗାଈ ଓ ଗୋଟିଏ ବାଛୁରୀ ପୋଡ଼ିଯାଇ ମୃତ୍ୟୁବରଣ କରିଥିବା ବେଳେ ଆଉ ଦୁଇଟି ଗାଈ ଅଧାପଡ଼ା ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଗରଦପୁର ବ୍ଲକ ତଳକୁସୁଆ ପଞ୍ଚାୟତ ବଙ୍ଗାରୀ ଗ୍ରାମରେ। ବଙ୍ଗାରୀ ଗ୍ରାମର ରୁଷ ସ୍ୱାଇଁ ନାମକ ଜଣେ ଏକ ବ୍ୟକ୍ତି ଗୁହାଳ ଘରେ ନିଜର ଗାଈମାନଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଗୁହାଳ ଘରେ ଧୂଆଁ ଦେଇ ନିଜେ ଘରେ ଶୋଇପଡ଼ିଥିବା ଅବସ୍ଥାରେ ନିଆଁ କୋହଳି ସମଗ୍ର ଗୁହାଳ ଘରକୁ ବ୍ୟାପି ଯାଇଥିଲା। ଗୋରୁମାନଙ୍କ ଚିତ୍କାର ଶୁଣି ଘର ଲୋକ ଓ ପଡ଼ିଶାମାନେ ନିଆଁ ଲିଭେଇବାକୁ ପ୍ରୟାସ କରିବା ସହିତ ଗୋରୁମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଦୁଃଖର ବିଷୟ, ଦୁଇଟି ଗାଈକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ଗୋଟିଏ ଗର୍ଭବତୀ ଗାଈ ଓ ଗୋଟିଏ ବାଛୁରୀକୁ ବଞ୍ଚାଇ ପାରିନଥିଲେ। ଖବର ପାଇ କୋରୁଆ ଅଗ୍ନିଶମ ବାହିନୀର ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ ସବୁକିଛି ଶେଷ ହୋଇଯାଇଥିବା ବେଳେ ଗରଦପୁର ଭିସ୍ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଗୋରୁମାନଙ୍କୁ ଚିକିତ୍ସା ଆରମ୍ଭ କରିଥିଲେ। ଏପରି ଦୁଃଖଦ ଖବର ପାଇ ତଳକୁସୁଆ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଅଶୋକ କୁମାର ଜେନା ରୁଷ ସ୍ୱାଇଁଙ୍କ ଘରେ ପହଞ୍ଚି ଏକ ଜରିପାଲ ପ୍ରଦାନ କରିବା ସହିତ ଏ ସମ୍ପର୍କରେ ଗରଦପୁର ତହସିଲଦାରଙ୍କୁ ଅବଗତ କରାଇ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି। केन्द्रापड़ारू धीरेन महापात्र रिपोर्ट उत्कल ओडिया। Please subscribe our channel Utkal Odia and don't forget to press bell icon.